ତୁ ଶେଷରେ ମର୍ଦ୍ଦରାଜ ପରିବାରର ମୁଣ୍ଡ ବିକିବାକୁ ଚାଲି ଆସିଲୁ। ମୋ ପାଖରେ କିଛି ବାଟ ନଥିଲା ଲୋ ଭାଇ। ଏଇ ବୟସରେ ଗୋଟେ ଭାଇ ମାଡ଼ ଖାଇବ ଏକଥା ଦେଖି ମୁଁ କେମିତି ସହିଥାନ୍ତି। ତା ଛଡ଼ା ଏ ମର୍ଦ୍ଦରାଜ ପରିବାରରେ ଗୁଣ ବିକିବାକୁ ପଡ। ଆମ ବାପ ଅଜା 14 ପୁରୁଷ ସମସ୍ତେ ହାତ କାଟି ଲେଖି ଦେଇଛନ୍ତି। ଆଉ ମୁଁ ଯଦି ଏ ଘରେ ଏକୁଟିଆ ନ ହୁଏ ତାହେଲେ ସେମାନେ ଦାନ ଦେଇଥିବା ଆମ ଜମି ଜାଗା ସବୁ ଛଡ଼େଇ ନେବେ ଲୋ ଭାଇ। ରଚନା ମୋ ମଝିଆ ଭାଇଟାର ପାଠ ପଢା ବନ୍ଦ ହେଇଯିବ। ସେଥିପାଇଁ ମୁଁ ଚିନ୍ତା କରିବି ବରଂ ମୋ ପାଠ ପଢାଟା ଚୁଲିକି ଯାଉ ହେଲେ ଆମ ପରିବାରଟା ଖୁସିରେ ରହୁ। କି ବୁଦ୍ଧିରେ ତ